ବର୍ତ୍ତମାନ ଭାରତବର୍ଷରେ ସବୁଠୁ ଘୃଣ୍ୟକର ବ୍ୟବସ୍ଥା ଚାଲିଛି, ଯାହାକି ଜାତି ବା ଧର୍ମ ବ୍ୟବସ୍ଥା। ତ ଫ୍ରେଣ୍ଡସ୍, ଯେଉଁମାନେ ଜାତି ବା ଧର୍ମ ବ୍ୟବସ୍ଥାକୁ ମାନୁଛନ୍ତି ସେଇମାନଙ୍କ ପାଇଁ ଏହି ଭିଡ଼ିଓଟି। ଆଉ ଯେଉଁମାନେ ଜାତି ବା ଧର୍ମ ବ୍ୟବସ୍ଥାର ଶିକାର ହେଉଛନ୍ତି ବା ଗୋଲାମ ହୋଇ ରହିବାକୁ ଚାହୁଁଛନ୍ତି ବା ନିଜକୁ ନିଜେ ସେମାନେ ଠାଣି ନେଇଛନ୍ତି କି ଆମେ ଶୂଦ୍ର, ଦଳିତ ବା ଅଛୁଆଁ, ତ ନିହାତି ଭାବରେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ନିହାତି ଭାବରେ ନିଜର ଇତିହାସ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଫ୍ରେଣ୍ଡସ୍, ଆର୍ଯ୍ୟମାନେ ମୂଳ ନିବାସୀମାନଙ୍କୁ ବର୍ଣ୍ଣ ବ୍ୟବସ୍ଥା ବା ଜାତି ବ୍ୟବସ୍ଥାରେ ଗୋଲାମ କରି କିପରି ଭାବରେ ଶୋଷଣ କରିଛନ୍ତି ସେସବୁ ବିଷୟରେ ଆପଣମାନଙ୍କୁ ହୃଦୟଙ୍ଗମ କରାଇବୁ। ଯେମିତିକି ଆପଣମାନେ ଜାଣନ୍ତି, ଏହି ଚ୍ୟାନେଲଟି ବିଲକୁଲ ସତ ଉପରେ ଆଧାରିତ, ଯାହାକି ସତ ଦୁନିଆ ଚ୍ୟାନେଲ ନାମ ରୂପରେ ପରିଚିତ। ପ୍ରକୃତ ବାସ୍ତବତାକୁ ଆପଣମାନଙ୍କ ସମ୍ମୁଖକୁ ଆଣିବାକୁ ଏହି ଚ୍ୟାନେଲ ସଦାସର୍ବଦା ଉଦ୍ୟମ ଚଲାଇଥାଏ। ନିହାତି ଭାବରେ ଆପଣମାନେ ଜାଣିନାହାନ୍ତି ବା ଜାଣିଛନ୍ତି ଆର୍ଯ୍ୟମାନେ କିପରି ଭାବରେ ମିଥ୍ୟା ତଥା ଛଳ କପଟ ଦ୍ୱାରା ଭାରତର ପ୍ରକୃତ ଇତିହାସକୁ ବିକୃତ କରି ମିଥ୍ୟା ଇତିହାସ ଲେଖି ଏଠିକାର ମୂଳ ନିବାସୀମାନଙ୍କୁ ଗୋଲାମ କରି ତାଙ୍କ ଉପରେ ମିଥ୍ୟା ଇତିହାସ ଲଦି ଦେଇଛନ୍ତି, ଯାହାକି ଆର୍ଯ୍ୟମାନଙ୍କର ପୌରାଣିକ ଗଳ୍ପ ହେଉ ବା ଗ୍ରନ୍ଥ ବା ବେଦ ବା ପୁରାଣ ହେଉ ବା କୌଣସି ପ୍ରକାରର ଈଶ୍ୱର ଅବତାର, ଏସବୁ ସମ୍ପୂର୍ଣ୍ଣ ରୂପରେ ମିଥ୍ୟା ଅଟେ। ଯେଉଁମାନଙ୍କର ଜନ୍ମ ମୃତ୍ୟୁ ବାବଦରେ କିଛି ସଠିକ୍ ତଥ୍ୟ ନାହିଁ, ସେମାନଙ୍କୁ ବିଶ୍ୱାସ କରିବା ପାଇଁ ମୂଳ ନିବାସୀମାନଙ୍କୁ ବାଧ୍ୟ କରାଯାଇଛି। ଏମିତି ଏକ ଧର୍ମ ସେ ତିଆରି କରିଛନ୍ତି, ଯେଉଁ ଧର୍ମର ବ୍ୟବସ୍ଥା ଅଳିଆ ଗଦା ଉପରେ ଛିଡ଼ା ହୋଇଛି, ଯେଉଁଠି ଜଣେ ତଥାକଥିତ ଛୋଟ ଜାତିର ଲୋକ ଉଚ୍ଚ ଜାତିର ଲୋକକୁ ଛୁଇଁବାର ଅଧିକାର ନାହିଁ। ମନେ କରନ୍ତୁ, ଯଦି କେହି ଛୋଟ ଜାତିର ଲୋକ କୌଣସି ଉଚ୍ଚ ଜାତିର ଲୋକକୁ ଭୁଲବଶତଃ ଛୁଇଁ ଦେଉଛି, ତାହେଲେ ତାକୁ କଠୋର ଦଣ୍ଡ ଦିଆଯାଇଥାଏ। ଆର୍ଯ୍ୟମାନଙ୍କର ବର୍ଣ୍ଣ ବ୍ୟବସ୍ଥା ମୂଳ ନିବାସୀମାନଙ୍କୁ ଶୂଦ୍ର, ଦଳିତ, ଅନୁସୂଚିତ ଜାତି, ଚିତ ଜନଜାତି ଆଦିରେ ବିଭକ୍ତ କରିଛି, ଯାହାଦ୍ୱାରା ଏହି ଦଳିତ ଜାତିର ଲୋକେ ଜାତି ଜାତି ମଧ୍ୟରେ ଭାଗ ଭାଗ ହୋଇ ରହିବେ ଏବଂ କୌଣସି ପ୍ରକାରର ପ୍ରଗତି କରିପାରିବେ ନାହିଁ। ଆମେ ଯଦି ଜାତି ବ୍ୟବସ୍ଥାକୁ ମାନିନେବା, ତେବେ ସେହି ଆର୍ଯ୍ୟମାନଙ୍କର ଲାଭ ହୋଇଥାଏ ଏବଂ ଆମର ମୂଳ ନିବାସୀମାନଙ୍କର କ୍ଷତି ହିଁ ଘଟିଥାଏ। ଏହି ସମ୍ପର୍କରେ ବିଶ୍ୱବନ୍ଦିତ ମହାନ କ୍ରାନ୍ତିକାରୀ କବି ଭୀମ ଭୋଇ କହିଛନ୍ତି, ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ। ଅର୍ଥାତ୍ ଜାତି ବ୍ୟବସ୍ଥାକୁ ମାନି ନେବା ଦ୍ୱାରା ଆମେ ଆଜି ଗୋଲାମ ହୋଇ ବଞ୍ଚି ରହିଛୁ। ତେଣୁ ଗୋଲାମୀର ମୁକ୍ତି ପାଇଁ ଜାତି ବ୍ୟବସ୍ଥାକୁ ମନରୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ଏବଂ ବର୍ତ୍ତମାନ ଜାଗ୍ରତ ହେବା ଏବଂ ନିଜକୁ ନିଜେ ଚିହ୍ନିବା ଆଉ ନିଜର ଇତିହାସ ନିହାତି ଭାବରେ ଜାଣିବା ଦରକାର। ଯେମିତିକି ଆମେ ଏକଥା ବି ଜାଣିବା ଦରକାର ଯେ ପୂର୍ବ କାଳରେ ଆମେ କୌଣସି ପ୍ରକାର ଜାତି ବନ୍ଧନରେ ଆବଦ୍ଧ ନଥିଲୁ। ଆମମାନଙ୍କର ପ୍ରାଚୀନ ସଭ୍ୟତା ସିନ୍ଧୁ ସଭ୍ୟତା ସହିତ ସମ୍ବଦ୍ଧ ଥିଲା, ଯେଉଁଠି ଆମେ ସମ୍ପୂର୍ଣ୍ଣ ରୂପେ ସ୍ୱତନ୍ତ୍ର ଥିଲୁ। କାରଣ ସେହି ସଭ୍ୟତାରେ ସମସ୍ତ ମାନବ ଜଣେ ଆର ଜଣଙ୍କ ସହିତ ପ୍ରେମ, କରୁଣା, ସମତା, ନମତା ରଖୁଥିଲେ। ସେହି ମାନବ ସଭ୍ୟତାର ରଚୟିତା ତଥା ମାର୍ଗଦର୍ଶକ ହେଉଛନ୍ତି ତଥାଗତ ଭଗବାନ ବୁଦ୍ଧ, ଯିଏ ଆଜି ମଧ୍ୟ ନିଜର ସମତା, ମମତା, କରୁଣା ଏବଂ ଜୀବନ ଉପଯୋଗୀ ଶିକ୍ଷା ଦ୍ୱାରା ସମଗ୍ର ବିଶ୍ୱର ଲୋକଙ୍କୁ ପଥ ପ୍ରଦର୍ଶିତ କରୁଛନ୍ତି। ତାହେଲେ ଆପଣ କାହିଁକି ପଛରେ ରହିବେ? ଯେଉଁ ଧର୍ମ ଲୋକମାନଙ୍କୁ ଶୂଦ୍ର, ଅସୁର, ରାକ୍ଷସ, ଦୈତ୍ୟ, ଦାନବ, ପିଶାଚ, ନିଶାଚ, ଦାସ, ଦସ୍ୟୁ ଏସବୁ ପ୍ରକାରର ଆଖ୍ୟା ଦିଏ, ତେବେ ସେପରି ଧର୍ମକୁ ନିହାତି ଭାବରେ ନିବାରଣ କରିବା ଦରକାର ବା ସେପରି ଧର୍ମରୁ ଆପଣମାନଙ୍କୁ ଦୂରେଇ ରହିବା ଦରକାର। କାରଣ ଆର୍ଯ୍ୟମାନେ ଭାରତର ପ୍ରକୃତ ମୂଳ ନିବାସୀମାନଙ୍କୁ ଏହି ଦାନବ, ପିଶାଚ, ନିଶାଚ, ଦାସ, ଦସ୍ୟୁର ଆଖ୍ୟା ହିଁ ଦେଇଥାନ୍ତି। ଆଉ ସିନ୍ଧୁ ଦେଶର ସମସ୍ତ ନିବାସୀ ପୂର୍ବରୁ ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ଆଉ ଭାରତର ପ୍ରାଚୀନ ସିନ୍ଧୁ ସଭ୍ୟତାରୁ ଏହା ପ୍ରମାଣିତ ହୋଇସାରିଛି ଯେ ସମସ୍ତ ମୂଳ ନିବାସୀ ବୌଦ୍ଧ ଧର୍ମୀ ଥିଲେ। ଏଣୁ ଆର୍ଯ୍ୟମାନେ ସମସ୍ତ ମୂଳ ନିବାସୀମାନଙ୍କୁ ଜାତିରେ ବିଭକ୍ତ କଲେ। ଆମକୁ ସେହି ଧର୍ମର ଜାତି ବ୍ୟବସ୍ଥାର ଗୋଲାମୀରୁ ମୁକ୍ତି ଦେବା ପାଇଁ ରାଷ୍ଟ୍ରପିତା ଜ୍ୟୋତିରାଓ ଫୁଲେ, ସନ୍ଥ କବୀର, ସନ୍ଥ ଶମ୍ଭୁକ, ଜନନାୟକ ବିର୍ସା ମୁଣ୍ଡା, କ୍ରାନ୍ତିକବି ଭୀମ ଭୋଇ, ଡକ୍ଟର ଆମ୍ବେଦକର, ପେରିୟାର ରାମାସ୍ୱାମୀ ନାୟକର, ନାରାୟଣ ଗୁରୁ, ଛତ୍ରପତି ସାହୁଜୀ ମହାରାଜ ଏବଂ କାଞ୍ଚିରାମଜୀ ଆଦି କ୍ରାନ୍ତିକାରୀ ମହାପୁରୁଷମାନେ ମାର୍ଗ ଦେଖାଇ ସାରିଛନ୍ତି। ଆମକୁ ଏହି ମହାପୁରୁଷମାନଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ପଡ଼ିବ ତଥା ସେହି ଧର୍ମର ମିଥ୍ୟାଚାର, ଅନ୍ଧବିଶ୍ୱାସ, ବ୍ରତ, ପର୍ବପର୍ବାଣୀ, କର୍ମକାଣ୍ଡ ଆଦିରୁ ଦୂରେଇ ରହିବାକୁ ପଡ଼ିବ। ତାହେଲେ ଯାଇ
ମୂଳ ନିବାସୀ ବହୁଜନର ବିକାଶ ସମ୍ଭବ ହେବ।